ନାମନଗଡ଼ରେ ଜଗନ୍ନାଥଙ୍କ ରଥ ଗଡ଼ିଲା। ସେ ଜଗତର ନାଥ ଜଗା, ସେ ସମଗ୍ର ସୃଷ୍ଟିର ମଉଡ଼ମଣି, ସେ 4.5 କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା। ସେ ଜଳ, ସେ ସ୍ଥଳ, ସେ ବାୟୁ, ତାଙ୍କ ବିନା ଏହି ଜଗତର ନାହିଁ ଆୟୁ। ତେବେ ଜଗନ୍ନାଥଙ୍କ ଲୀଳା ଖେଳା ତାଙ୍କ ଛଡ଼ା ଜାଣିବା କିଏ ଯେ? ସମଗ୍ର ବିଶ୍ୱ, ଆମ ଦେଶ, ଆମ ରାଜ୍ୟ ଓ ଗଜପତି ଜିଲ୍ଲା ଉତ୍ସବ ମୁଖର ରଥଯାତ୍ରା ପାଇଁ। ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ନାମନଗଡ଼ଠାରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହେଉଛି। ଶ୍ରୀକ୍ଷେତ୍ର ପୁରୀ ଓ ପାରଳାଖେମୁଣ୍ଡିରେ ରଥଟଣା ଆରମ୍ଭ ହେବା ପରେ ଏଠାରେ ମଧ୍ୟ ରଥ ଟଣା ହୋଇଥିଲା। ତେବେ ଏଠାରେ କେବଳ ଗୋଟିଏ ରଥ, କେବଳ ଗୋଟିଏ ଜଗନ୍ନାଥ। କେବଳ ପହଣ୍ଡି ସମୟରେ ପ୍ରଥମେ ସୁଦର୍ଶନ, ପରେ ଜଗନ୍ନାଥଙ୍କୁ ରଥାରୂଢ଼ କରାଯାଏ। ତେବେ ନାମନଗଡ଼ରେ ଛଳିଆ କାଳିଆ ସ୍ୱାର୍ଥପର ହୋଇଛନ୍ତି କହିବାକୁ ଗଲେ। ସେ ବିଶ୍ୱର ରାଜା ତ, ସେଥିପାଇଁ ବୋଧେ ରାଜନୀତି କରି ଏକଲା ପୂଜା ପାଇ ଆସୁଛନ୍ତି। ଶହ ଶହ ବର୍ଷ ହେବ ତେବେ ଏଠାରେ ଏକତ୍ରିତ ହୋଇ ରଥ ଟାଣିଥାନ୍ତି। କିନ୍ତୁ ସମସ୍ତ ଯାତ୍ରାର ଆୟୋଜନ ବିଶୋଇ ପରିବାର କରିଥିବା ବେଳେ ଛେରା ପହଁରା ମଧ୍ୟ ବିଶୋଇ କରନ୍ତି। କେବଳ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସେରଙ୍ଗ ପୋଲିସ ଉପସ୍ଥିତ ରହିଥାନ୍ତି। ପ୍ରଚାର ପ୍ରସାର ଅଭାବରୁ ଏଠାକାର ଜଗନ୍ନାଥ ଲୁକାୟିତ ଅବସ୍ଥାରେ ରହିଥିଲେ ମଧ୍ୟ ରୀତିନୀତି ଓ ପୂଜାର୍ଚ୍ଚନାରେ କେବେ ବି ଅଭାବ ହୋଇନି। ବିକାଶ ଆଖି ଦୁସିଆ ହୋଇନଥିବା ବେଳେ ତାହା ଜଗନ୍ନାଥଙ୍କ ଇଚ୍ଛା ବୋଧେ ବୋଲି ବିଶୋଇ ପରିବାର ମୁଖ୍ୟ କ୍ଷେତ୍ରୀବର ବିଶୋଇ କହନ୍ତି। ବ୍ୟୁରୋ ରିପୋର୍ଟ, ଲକ୍ଷ୍ୟ ମିଡିଆ।